ଆରେ ମା କୁନିମୁନି, ସକାଳ ହେଇଗଲାଣି, ଶୀଘ୍ର ଉଠ। ଜଳଖିଆ ଖାଇ ଝାଲମୁଢି ଧରି ପୁଣି ବଜାରକୁ ଯିବ। ଏଇ ତ ମା, ଆମେ ଉଠିଗଲୁ। ଦିଅ ଦିଅ, ଆମକୁ ଶୀଘ୍ର ଜଳଖିଆ ଦିଅ, ତାପରେ ଆମେ ଝାଲମୁଢି ଧରି ବଜାରକୁ ଯିବୁ। ଘର କାମ ସରିଲା ପରେ ମା, ମୁଢି ଧରି ତୁମେ ଆମ ପାଖକୁ ଆସିବ। ତମେ ମାନେ ବସ, ମୁଁ ଏବେ ଜଳଖିଆ ଆଣିଦଉଛି। ଝାଲମୁଢି ନିଅ, ଝାଲମୁଢି। ଥରେ ଖାଇଲେ ବାରମ୍ବାର ଖାଇବେ। ନିଅ ନିଅ, ସ୍ୱାଦିଷ୍ଟ ଝାଲମୁଢି ନିଅ। ଏମିତି ସେ ଦୁଇ ଭଉଣୀ ଝାଲମୁଢି ବିକ୍ରି କରୁଥିଲେ। ସେମାନଙ୍କୁ କାଉର ସ୍ତ୍ରୀ ଦେଖୁଥିଲା। ଆରେ ତମେ ଏଯାଏଁ ଶୋଇଛ, ଶୀଘ୍ର ଉଠ। ଚଢ଼େଇର ଦୁଇ ଛୁଆ ଝାଲମୁଢି ନେଇ ବଜାରକୁ ଗଲେଣି। ଚାଲ ଆମେ ବି ଝାଲମୁଢି ନେଇ ଶୀଘ୍ର ବଜାରକୁ ଯିବା, ନହେଲେ ସମସ୍ତେ ତାଙ୍କ ପାଖରେ ହିଁ ଭିଡ଼ ଜମେଇବେ। ହଁ ହଁ, ତୁ ଠିକ କଥା ମନେ ପକେଇଛୁ। ଚାଲ ଚାଲ, ଆମେ ବି ଝାଲମୁଢି ନେଇ ଶୀଘ୍ର ଯିବା। ଝାଲମୁଢି ନିଅ, ଝାଲମୁଢି। ଆମ ଝାଲମୁଢି ସମସ୍ତଙ୍କଠୁ ଅଲଗା ଆଉ ସ୍ୱାଦିଷ୍ଟ। ଆସ ଆସ, ଆମ ପାଖରୁ କମ ଦାମରେ ଝାଲମୁଢି ନେଇଯାଅ। ସାମ୍ନାକୁ ଟିକେ ଦେଖ, ମୁଁ କହୁଥିଲି ନା, ଶୀଘ୍ର ବଜାରକୁ ନ ଗଲେ ସମସ୍ତେ ଏମାନଙ୍କ ପାଖରେ ହିଁ ଭିଡ଼ ଜମେଇବେ। ଏବେ ଚାଲ, ଏମାନଙ୍କ ପାଖରେ ହିଁ ଆମେ ଆମ ଝାଲମୁଢି ଠେଲା ରଖିବା। ଏଯାଏଁ କେହି ବି ଆମ ପାଖକୁ ଝାଲମୁଢି କିଣିବାକୁ ଆସିଲେନି। ଆମେ କ'ଣ ଆଜି ଝାଲମୁଢି ବିକ୍ରି କରି ପାରିବାନି? ତୁମେ ଚିନ୍ତା କରନି, ଦେଖ ଚଢ଼େଇଙ୍କ ମୁଢି ସରିଗଲାଣି। ଏବେ ସମସ୍ତେ ଆମ ପାଖକୁ ହିଁ ଆସିବେ। ସେମାନେ ଏପରି ଚିନ୍ତା କରି ଖୁସି ହେବା ସମୟରେ ମା ଚଢ଼େଇ ଆଉ କିଛି ମୁଢି ଧରି ସେଠାକୁ ଆସିଲା। ମା ଆସିଗଲ, ଦେଖ ଆମର ସବୁ ଝାଲମୁଢି ବିକ୍ରି ହେଇଯାଇଛି। ହଁ ରେ ମା, ମୁଁ ମୁଢି ନେଇ ଆସିଛି। ତମେ ମାନେ ଏବେ ଟିକେ ଆରାମ କର, ମୁଁ ଝାଲମୁଢି ତିଆରି କରିଦେଉଛି। ଆରେ କୁନିମୁନି, ମତେ 20 ଟଙ୍କାର ଝାଲମୁଢି ଦିଅ। ଆପଣ ଟିକେ ଅପେକ୍ଷା କରନ୍ତୁ, ମୁଁ ଏବେ ଝାଲମୁଢି ତିଆରି ଆପଣଙ୍କୁ ଦେଉଛି। ଏମିତି ସେମାନେ ଝାଲମୁଢି ତିଆରି କରି ବିକ୍ରି କରୁଥିଲେ। ସେପଟେ କାଉ ଆଉ ତାର ସ୍ତ୍ରୀ ସେମାନଙ୍କୁ ଦେଖି ତ ଈର୍ଷାରେ ଜଳୁଥିଲେ। ଏମିତି ଯଦି ସବୁଦିନ ଚାଲିବ, ଆମେ କେବେ ବି ଝାଲମୁଢି ବିକ୍ରି କରିପାରିବାନି। ହଁ, ତୁମେ ଠିକ କହିଛ। ଏମାନଙ୍କର କିଛି ବ୍ୟବସ୍ଥା କରିବାକୁ ହେବ, ନହେଲେ ଏମାନେ ଏମିତି ଝାଲମୁଢି ବିକ୍ରି କରି କରି ଧନୀ ହେଇଯିବେ। ଚାଲ ଏବେ ଘରକୁ ଯିବା। ତାପରେ ଦୁଇ କାଉ ନିଜ ଝାଲମୁଢି ଠେଲା ଧରି ଘରକୁ ଫେରିଗଲେ। ଆଜି ଆମର ଭଲ ଟଙ୍କା ରୋଜଗାର ହେଲା। ଏମିତି ଯଦି ପ୍ରତିଦିନ ଆମେ ଝାଲମୁଢି ବିକ୍ରି କରିପାରିବା, ଆମେ ଖୁବ୍ ଶୀଘ୍ର ଆମ ଘର ମରାମତି କରିପାରିବା। ହଁ ମା, ଠିକ କହିଛ। ଆମ ଘରଟିର ବହୁତ ଜାଗା ଭାଙ୍ଗି ଯାଇଛି। ଘର ମରାମତି କରିବା ପାଇଁ ଏବେ ଆମେ ବହୁତ ପରିଶ୍ରମ କରିବୁ। ଏମିତି କଥା ହେଇ ମା ଚଢ଼େଇ ଆଉ ତାର ଛୁଆମାନେ ଶୋଇବା ପାଇଁ ଘର ଭିତରକୁ ଚାଲିଗଲେ। ଦୂରରୁ ଦୁଇ କାଉ ସେମାନଙ୍କୁ ଦେଖୁଥିଲେ। ଏଇ ଦେଖ, ଚଢ଼େଇ ତା ଦୁଇ ଛୁଆଙ୍କ ସହ ଘର ଭିତରକୁ ଚାଲିଗଲା। ତା ଠେଲା ଗାଡି ବାହାରେ ଅଛି। ଏଇଟା ଭଲ ସୁଯୋଗ। ଚାଲ ତା ଠେଲା ଗାଡି ଆଣି ନିଆଁରେ ଜାଳିଦେବା। ନା ଥିବ ଠେଲା ଗାଡି, ଆଉ ନା ଏ ଚଢ଼େଇ ବିକ୍ରି କରିପାରିବ ଝାଲମୁଢି। ହଁ, ତୁ ଠିକ କହିଛୁ। ଚାଲ ଏବେ ହିଁ ଏ ଶୁଭ କାମଟା ସାରିଦେବା। ଏମିତି କଥା ହେଇ ଦୁଇ କାଉ ଚଢ଼େଇର ଠେଲା ଗାଡିକୁ ଚୋରି କରି ଆଣି ଜଙ୍ଗଲ ଭିତରେ ନିଆଁରେ ଜାଳିଦେଲେ। ପରଦିନ ସକାଳେ, ଏଇ କଣ, ମୋ ଠେଲା ଗାଡି କୁଆଡେ ଗଲା? କୁନି, ମୁନି, ବାହାରକୁ ଆସ। କଣ ହେଲା ମା, ଆମକୁ ଡାକିଲ? ମାରେ, କାଲି ମୁଁ ଏଇଠି ଆମ ଠେଲା ଗାଡି ରଖିଥିଲି, ହେଲେ ଆଜି ଏଠି ନାହିଁ। ତମେ ମାନେ କୋଉଠି ଠେଲା ଗାଡି ରଖିଛ କି? ନା ମା, ଆମେ ଠେଲା ଗାଡି କୋଉଠି ବି ରଖିନୁ। ଏଇ କଣ ସର୍ବନାଶ ହେଇଗଲା। ଏବେ ଆମେ କୋଉଥିରେ ଝାଲମୁଢି ବିକ୍ରି କରିବା? ଆମର ଭଲ ଝାଲମୁଢି ବିକ୍ରି ହୁଏ, ସେଥିପାଇଁ ବୋଧେ କିଏ ହିଂସା କରି ଆମ ଠେଲା ଗାଡି ଚୋରି କରି ନେଇଯାଇଛି। ଏବେ ଆମର କଣ ହେବ? ଘର କେମିତି ଚଳିବ? ମା ଚିନ୍ତା କରନି, ଆମେ ଦୁଇ ଭଉଣୀ ଜଙ୍ଗଲରୁ ଭଲ କାଠ ନେଇ ଆସୁଛୁ। ତାପରେ ତମେ ସେ କାଠରେ ପୁଣି ଗୋଟେ ଠେଲା ଗାଡି ତିଆରି କରିନେବ। ତୁ ବହୁତ ଭଲ ବୁଦ୍ଧି ଦେଇଛୁ ରେ ମା। ଯାଅ, ତମେ ମାନେ କାଠ ନେଇ ଆସ। ଆଜି ଦିନଟା ମୁଁ ତଳେ ବସି ଝାଲମୁଢି ବିକ୍ରି କରିଥାଏ। ତାପରେ କୁନିମୁନି କାଠ ଆଣିବାକୁ ଚାଲିଗଲେ। ମା ଚଢ଼େଇ ସେଇ ଜାଗାରେ ତଳେ ବସି ଝାଲମୁଢି ବିକ୍ରି କଲା। ତା ପାଖରେ ହିଁ କାଉମାନେ ଠେଲା ଗାଡିରେ ଝାଲମୁଢି ବିକ୍ରି କରିବା ପାଇଁ ଛିଡା ହେଇଥିଲେ। ସେହି ସମୟରେ ମିଟୁ ଆଉ ପାରା ଚଢ଼େଇ ପାଖକୁ ଆସିଲେ। ମିଟୁ ଭାଇ, ଝାଲମୁଢି ଖାଇବେ କି? ମୁଁ ଏବେ ଝାଲମୁଢି ତିଆରି କରିଦେବି। ନା ନା, ଆଜି ଆମେ ତୋ ପାଖରୁ ଝାଲମୁଢି ଖାଇବୁନି। ତୁ ତଳେ ବସି ଝାଲମୁଢି ବିକ୍ରି କରୁଛୁ, ତ ଝାଲମୁଢିରେ ଧୂଳି ବାଲି ପଶି ଯାଇଥିବ। ସେସବୁ ଖାଇଲେ ପେଟ ଖରାପ ହେବ। କାଉ ଠେଲା ଗାଡିରେ ଝାଲମୁଢି ବିକ୍ରି କରୁଛି, ଆଜି ଆମେ ତା ପାଖରୁ ଝାଲମୁଢି ଖାଇବୁ। ତାପରେ ପାରା ଆଉ ମିଟୁ କାଉ ପାଖରୁ ହିଁ ଝାଲମୁଢି ଖାଇଲେ। ଏମିତି ସେଦିନ ସମସ୍ତେ କାଉ ପାଖରୁ ହିଁ ଝାଲମୁଢି ଖାଇଲେ।
ଚଢ଼େଇ ପାଖରୁ କେହି ବି ଝାଲମୁଢ଼ି ଖାଇଲେନି। ଦେଖିଲ ମୋର କେତେ ବୁଦ୍ଧି, ଏମିତି ଆମେ ସବୁଦିନ ଝାଲମୁଢ଼ି ବିକ୍ରି କରି ଅନେକ ଧନୀ ହେଇଯିବା। ଚଢ଼େଇ ଝାଲମୁଢ଼ି ବିକ୍ରି କରି ନ ପାରି ଭିକ ମାଗିବ। ଏମିତି କଥା ହେଇ ସେ ଦୁଇ କାଉ ଘରକୁ ଫେରିଗଲେ। ସେପଟେ ମା ଚଢ଼େଇ ବି ଘରକୁ ଫେରିଲା। ମା ମା ଏଇ ଦେଖ, ଆମେ ଅନେକ ସାରା କାଠ ନେଇ ଆସିଛୁ। ଏବେ ତୁମେ ଏଇ କାଠରେ ଠେଲା ଗାଡ଼ି ତିଆରି କର। ହଁ ରେ ମା, ମୁଁ ଏବେ ଠେଲା ଗାଡ଼ି ତିଆରି କରିବି, ତମେ ମାନେ ବି ମତେ ସାହାଯ୍ୟ କର। ତାପରେ ତିନି ମା ଛୁଆ ମିଶି କିଛି ସମୟରେ ହିଁ ସୁନ୍ଦର ଏକ ଠେଲା ଗାଡ଼ି ତିଆରି କରିଦେଲେ। ପରଦିନ ସକାଳେ ଆମେ ଠେଲା ଗାଡ଼ି ତିଆରି କରିଦେଲୁ। ମା ଚାଲ ଚାଲ ଏବେ ଝାଲମୁଢ଼ି ଧରି ବଜାରକୁ ଯିବା। ଶୀଘ୍ର ଝାଲମୁଢ଼ି ବିକ୍ରି ନ କଲେ ତାର ସବୁ ସାମଗ୍ରୀ ନଷ୍ଟ ହେଇଯିବ। ଏମିତି ସେ ତିନି ଜଣ ଠେଲା ଗାଡ଼ିରେ ଝାଲମୁଢ଼ି ରଖି ବିକ୍ରି କରିବା ପାଇଁ ବଜାରକୁ ଗଲେ। ସେପଟେ ଯିଏ ବି କାଉ ପାଖରୁ ଝାଲମୁଢ଼ି ଖାଇଥିଲେ ସେମାନଙ୍କ ପେଟ ଖରାପ ହେଇଗଲା। ସମସ୍ତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଗଲା। ପୋଲିସ ଚିଲ ଏକଥା ଜାଣିଲା ପରେ ସେ କାଉମାନଙ୍କୁ ଖୋଜି ଖୋଜି ଚଢ଼େଇ ପାଖରେ ପହଞ୍ଚିଲା। ଏ ଚଢ଼େଇ, ତୁ କ'ଣ ବାସି ଝାଲମୁଢ଼ି ବିକ୍ରି କରୁ? ନା ପୋଲିସ ବାବୁ, ମୁଁ ବାସି ଝାଲମୁଢ଼ି ବିକ୍ରି କରେନି। ମୁଁ ସବୁବେଳେ ଭଲ ଜିନିଷ ହିଁ ମୋ ଝାଲମୁଢ଼ିରେ ଦିଏ। ହେଲେ ଆପଣ ଏ କଥା କାହିଁକି ପଚାରୁଛନ୍ତି? କାଉ ବାସି ଝାଲମୁଢ଼ି ବିକ୍ରି କରୁଥିଲା, ଯାହା ଖାଇ ଏବେ ଅନେକ ଚଢ଼େଇଙ୍କ ପେଟ ଖରାପ ହେଇଯାଇଛି। ସମସ୍ତେ ହସ୍ପିଟାଲରେ ଭର୍ତ୍ତି ହେଇଛନ୍ତି। କାଉ ନାଁରେ ସମସ୍ତେ ଅଭିଯୋଗ କରିଛନ୍ତି। ମୁଁ ଏବେ କାଉମାନଙ୍କୁ ଧରିବା ପାଇଁ ଯାଉଛି। ଚଢ଼େଇ, ମୋତେ ସେ କାଉଙ୍କ ଘର ଦେଖେଇ ଦେ। ଠିକ୍ ଅଛି ପୋଲିସ ବାବୁ, ମୋ ସାଙ୍ଗରେ ଆସନ୍ତୁ। ମାରି ତମେ ମାନେ ଏଠି ଝାଲମୁଢ଼ି ବିକ୍ରି କରୁଥାଅ, ମୁଁ ଶୀଘ୍ର ଫେରି ଆସିବି। ତାପରେ ଚଢ଼େଇ ଚିଲ ପୋଲିସକୁ ଧରି କାଉଙ୍କ ଘରକୁ ଗଲା। ଚଢ଼େଇ, ତୁ ପୋଲିସ ଧରି କାହିଁକି ଆସିଛୁ? ମୁଁ ତ ଠେଲା ଗାଡ଼ି ନିଆଁରେ ପୋଡ଼ିନି। ତୋ ଠେଲା ଗାଡ଼ି କିଏ ପୋଡ଼ିଛି ମୁଁ ଜାଣିନି। ମୁଁ କ'ଣ ତତେ ମୋ ଠେଲା ଗାଡ଼ି ବିଷୟରେ ପଚାରିଲି ଯେ ତୁ ମତେ ଏ କଥା କହୁଛୁ? ମୁଁ ତ ପୋଲିସ ବାବୁଙ୍କୁ ତ ଘର ଦେଖିବାକୁ ଆଣିଥିଲି। ଓ ବୁଝିଲି, ତୁ ତାହେଲେ ମୋ ଠେଲା ଗାଡ଼ିକୁ ଚୋରି କରି ନିଆଁରେ ପୋଡ଼ି ଦେଇଛୁ। ଏବେ ମୁଁ ସବୁ ବୁଝିଗଲି। ଚୋରର ମନ ପୋଲିସ ପାଖରେ, ତୁ ନିଜେ ହିଁ ନିଜ ଦୋଷ ମାନିଗଲୁ। ମୁଁ କହିଲି ନା, ମୁଁ ତ ଠେଲା ଗାଡ଼ି ଚୋରି କରିନି। ତାହେଲେ ତୁ କେମିତି ଜାଣିଲୁ ମୋ ଠେଲା ଗାଡ଼ି ଚୋରି ହେଇଛି? କହ କହ। ନା ମାନେ ମୋର ଭୁଲ ହେଇଗଲା ଚଢ଼େଇ। ମୁଁ ଆଉ ଦିନେ ବି ଏମିତି କାମ କରିବିନି। ପୋଲିସ ବାବୁ, ମୋତେ ଥାନାକୁ ନିଅନି। ଚୁପ୍ କର ବଦମାସ, ମୁଁ ଆଉ ଏକ କାରଣ ପାଇଁ ତତେ ଧରିବାକୁ ଆସିଥିଲି। ମୁଁ ଏବେ ଜାଣିଲି ତୁ ଚୋରି ବି କରିଛୁ। ତୁ କରିଥିବା ଭୁଲ ପାଇଁ ଏବେ ସାରା ଜୀବନ ଜେଲରେ ରହିବୁ। ଆଉ ଏକ କାରଣ? କ'ଣ ସେ କଥା? ତାପରେ ଚିଲ ପୋଲିସ ସମସ୍ତଙ୍କୁ ସବୁ ଘଟଣା କହିଲା। ସବୁ ଶୁଣି କାଉମାନେ କାନ୍ଦିଲେ ଆଉ ତାକୁ କ୍ଷମା ମାଗିଲେ। ଆମର ଭୁଲ ହେଇଗଲା ପୋଲିସ ବାବୁ, ଆମକୁ କ୍ଷମା କରିଦିଅ, ଆମକୁ ଜେଲରେ ଭର୍ତ୍ତି କରନି। ନା, ମୁଁ ତମମାନଙ୍କୁ ଛାଡ଼ି ପାରିବିନି। ସବୁ ଚଢ଼େଇ ତମମାନଙ୍କ ନାଁରେ ଅଭିଯୋଗ କରିଛନ୍ତି। ତମମାନଙ୍କ ବାସି ଝାଲମୁଢ଼ି ଖାଇ ସବୁ ଚଢ଼େଇଙ୍କ ପେଟ ଖରାପ ହେଇଯାଇଛି। ଏବେ ତମେମାନେ ଜେଲରେ ରହିବ। ଆଉ ଯଦି ସେ ଅସୁସ୍ଥ ଚଢ଼େଇଙ୍କ ଭିତରୁ କାହାର ମୃତ୍ୟୁ ହେଇଯାଏ ନା, ତମମାନଙ୍କୁ ଫାଶୀ ଦିଆଯିବ। ଏମିତି ଚିଲ ପୋଲିସ କାଉମାନଙ୍କୁ ବାନ୍ଧି ଥାନାକୁ ନେଇଗଲା। ସେପଟେ ମା ଚଢ଼େଇ ପ୍ରତିଦିନ ଝାଲମୁଢ଼ି ବିକ୍ରି କରୁଥିଲା। ଏହିପରି 1 ମାସ ବିତିଗଲା। 1 ମାସ ପରେ ମା ଚଢ଼େଇ ଜମା କରିଥିବା ଟଙ୍କାରେ ଏକ ସୁନ୍ଦର ଘର କିଣିଲା ଆଉ ତାର 2 ଛୁଆଙ୍କ ସହ ଖୁସିରେ ରହିଲା। ବର୍ଷା ଦିନ ଆରମ୍ଭ ହେଇଗଲାଣି, ହେଲେ ଏଯାଏଁ ଆମେ ଆମ ଘର ମରାମତି କରିନାହାନ୍ତି। ଯାଅ, ଆଜି ହିଁ ଜଙ୍ଗଲ ଭିତରୁ ଭଲ କାଠ ଆଣି ଘର ମରାମତି କର। ଆଚ୍ଛା ଆଚ୍ଛା, ଠିକ୍ ଅଛି। ମୁଁ ଏବେ ହିଁ ଜଙ୍ଗଲ ଭିତରକୁ ଯିବି। ତୁ ମୋ କୁରାଢ଼ୀ ଆଣିଦେ। କାଉର ସ୍ତ୍ରୀ ଘର ଭିତରୁ କୁରାଢ଼ୀ ନେଇ ଆସିଲା। କାଉ ସେ କୁରାଢ଼ୀ ନେଇ ଜଙ୍ଗଲ ଭିତରକୁ ଗଲା। ସେ ଚାରିଆଡ଼େ ବୁଲି ବୁଲି ଭଲ କାଠ ଖୋଜୁଥିଲା। ହଠାତ୍ ତାର ନଜର ଏକ ପତ୍ର ନଥିବା ଗଛ ଉପରେ ପଡ଼ିଲା। ସେ ସେଇ ଗଛ ପାଖକୁ ଗଲା। ଆରେ, ଏଇ ଗଛଟାରେ ତ ଗୋଟେ ବି ପତ୍ର ନାହିଁ। ତା ମାନେ ଏଇ ଗଛଟି ଶୁଖିଲା ଗଛ। ମୁଁ ୟାକୁ ହିଁ କାଟି ତାର କାଠ ଘରକୁ ନେଇଯାଏ। କାଉ ଏମିତି କହି ଯେମିତି ଗଛ କାଟିବାକୁ ଚେଷ୍ଟା କଲା, ହଠାତ୍ ସେ ଶୁଖିଲା ଗଛଟି କଥା କହିଲା। ନା ନା, ମତେ କାଟନି, ମୁଁ ଶୁଖିଲା ଗଛ ନୁହଁ, ମୁଁ ପତ୍ର ନଥିବା ଗୋଟେ ଗଛ। ମୋର ଜୀବନ ଅଛି, ଦୟାକରି ମତେ କାଟନି। ତୋର ପତ୍ର ଥାଉ କି ନଥାଉ, ମୁଁ ତତେ ଆଜି କାଟିବି, କାହିଁକି ନା ମୋର କାଠ ଦରକାର। ନା ନା, ଟିକେ ରୁହ, ମତେ କାଟନି। ତୁମକୁ ଯାହା ଦରକାର ମୁଁ ସବୁ ଦେବି। ଏଇ କିଛି ମିଠା ଫଳ ନିଅ। ଆରେ କ'ଣ ମୁଁ ସ୍ୱପ୍ନ ଦେଖୁନି ତ? ତୁ ଏତେ ଗୁଡ଼ିଏ ଫଳ କେମିତି ବାହାର କଲୁ?
ମୁଁ ସାଧାରଣ ଗଛ ନୁହଁ, ମୁଁ ଗୋଟେ ଯାଦୁର ଗଛ। ତୁମେ ଯାହା ଚାହିଁବ ମୁଁ ତମକୁ ସବୁ ଦେବି, ହେଲେ ମତେ ଛାଡ଼ି ଦିଅ, ମତେ ଆଉ କାଟନି। ଠିକ୍ ଅଛି, ମୁଁ ତତେ କାଟିବିନି, ହେଲେ ମୁଁ ଯାହା ଚାହିଁବି ତୁ ମତେ ସବୁ ଦେବୁ। ଏମିତି କହି କାଉ ସେ ମିଠା ଫଳର ଝୁଡ଼ି ଧରି ଘରକୁ ଫେରିଲା। ଏଇ କଣ, ତୁମେ କାଠ ନ ଆଣି ଫଳ ଧରି ଘରକୁ ଆସିଲ ଯେ? କାଉ ତା ସ୍ତ୍ରୀକୁ ସବୁ ଘଟଣା କହିଲା। ସବୁ ଶୁଣିଲା ପରେ କାଉ ସ୍ତ୍ରୀ ମନରେ ଲୋଭ ଆସିଲା। କଣ କହିଲ? ଯାଦୁର ଗଛ? ତୁମେ ସେ ଯାଦୁର ଗଛ ପାଖରୁ ଏ ଫଳ ଝୁଡ଼ି ଆଣିଛ? ତୁମେ ଚାହିଁଥିଲେ ତା ପାଖରୁ ସୁନା ଟଙ୍କା ଆଣିପାରିଥାନ୍ତ। ତୁମେ ସତରେ ବହୁତ ବୋକା। ଆରେ ଆରେ, ଏତେ ରାଗୁଛୁ କାହିଁକି? ସେ ଗଛ ମତେ କହିଥିଲା ମୁଁ ତାକୁ ଯେତେବେଳେ ବି ଯାହା ମାଗିବି ସେ ମତେ ସବୁ ଦେବ। ମୁଁ କାଲି ହିଁ ତା ପାଖରୁ ସୁନା ଟଙ୍କା ମାଗି ଆଣିବି। ଆରେ ଶୁଣ, ସେ ଯାଦୁର ଗଛ ବିଷୟରେ ଏଇ ଜଙ୍ଗଲରେ କାହାକୁ ବି କିଛି କହିବନି, ନହେଲେ ସମସ୍ତେ ସେ ଗଛକୁ ଯାଇ ସୁନା ଟଙ୍କା ମାଗିବେ। ସେମିତି ସେ ଗଛ ଆମକୁ କମ୍ ସୁନା ଦେବ। ହଁ ହଁ, ବୁଝିଲି। ଚାଲ ଏବେ ସବୁ ମିଠା ଫଳ ଖାଇବା। ଏମିତି ସେମାନେ ସେ ସବୁ ଫଳ ଖାଇଲେ। ପରଦିନ ସକାଳେ କାଉ ପୁଣି ଥରେ ସେ ଯାଦୁର ଗଛ ପାଖକୁ ଗଲା। କଣ ହେଲା କାଉ, ତୁ ଆଜି ପୁଣି ମୋ ପାଖକୁ ଆସିଲୁ? ଯାଦୁର ଗଛ, ମୁଁ ଜଙ୍ଗଲରେ ସମସ୍ତଙ୍କୁ ସାହାଯ୍ୟ କରିବାକୁ ଚାହୁଁଛି, ସେଥିପାଇଁ ମତେ କିଛି ସୁନା ଟଙ୍କା ଦିଅ। ଆରେ ବା, ତୁ ବହୁତ ଭଲ କଥା ଚିନ୍ତା କରିଛୁ କାଉ। ମୁଁ ଏବେ ହିଁ ତତେ କିଛି ସୁନା ଟଙ୍କା ଦେଉଛି। ତାପରେ ଯାଦୁର ଗଛ କାଉକୁ କିଛି ସୁନା ଟଙ୍କା ଦେଲା। କାଉ ସେ ସୁନା ଟଙ୍କା ଧରି ନିଜ ଘରକୁ ଫେରି ଆସିଲା। କାଉର ସ୍ତ୍ରୀ ଏତେ ଗୁଡ଼ିଏ ସୁନା ଟଙ୍କା ଦେଖି ଖୁବ୍ ଖୁସି ହେଇଗଲା। ଆରେ ଶୁଣ, ଏ ସୁନା ଟଙ୍କା ବିକ୍ରି କରି ନୂଆ ଘର ତିଆରି କରିବା ଅପେକ୍ଷା ସେ ଯାଦୁର ଗଛ ପାଖରୁ ଏକ ନୂଆ ଘର ମାଗି ଆଣ। ଆରେ ବା, ମୋ ଅପେକ୍ଷା ମୋ ସ୍ତ୍ରୀର ବେଶୀ ବୁଦ୍ଧି। ମୁଁ ଏବେ ସେ ଗଛ ପାଖକୁ ଯିବି ଆଉ ତାକୁ ଏକ ଘର ମାଗିବି। ଯାଦୁର ଗଛ, ମୁଁ ବଡ଼ ବିପଦରେ ପଡ଼ିଯାଇଛି। ମୁଁ ରହୁଥିବା ଘର ଭାଙ୍ଗି ଯାଇଛି। ମୋ ପାଖରେ ଥିବା ସବୁ ସୁନା ଟଙ୍କା ମୁଁ ସମସ୍ତଙ୍କୁ ବାଣ୍ଟି ଦେଇଛି। ଏବେ ମୋର କଣ ହେବ? ମୁଁ କୋଉଠି ରହିବି? କାଉ, ଏଇ କାଠ ଘର ମୁଁ ତତେ ଦେଲି। ଏଇ ଘରକୁ ନେଇ ତୁ ଏବେ ଆରାମରେ ରହିପାରିବୁ। ତାପରେ କାଉ ସେ କାଠ ଘରକୁ ଧରି ଆସିଲା ଆଉ ତାର ସ୍ତ୍ରୀକୁ ଦେଖେଇଲା। ଆରେ ଦେଖ ଦେଖ, ମୁଁ ସେ ଯାଦୁର ଗଛ ପାଖରୁ କେତେ ବଡ଼ ଆଉ ମଜବୁତ ଘର ନେଇ ଆସିଲି। ଏବେ ପୁରା ବର୍ଷା ଦିନ ଆମେ ଆରାମରେ ଘରେ ରହିପାରିବା। କଣ ହେଲା, ତୁ କିଛି କଥା କାହିଁକି କହୁନୁ? ଏମିତି ମନ ଦୁଃଖରେ କାହିଁକି ଅଛୁ? ଏଇ ସାଧାରଣ କାଠ ଘରକୁ ଆଣି ତମେ ଭାବୁଛ ମୁଁ ଖୁସି ହେବି? ଯଦି ଆଣିବାର ଥିଲା ଏକ ସୁନା ଘର ଆଣିଥାନ୍ତ। ମୁଁ କିଛି ଜାଣିନି, ଏବେ ହିଁ ସେ ଗଛ ପାଖରୁ ଏକ ସୁନା ଘର ଆଣ, ନହେଲେ ଆଜି ମୁଁ କିଛି ବି ଖାଇବିନି କି ତମ ସହ କଥା ବି ହେବିନି। ଆଚ୍ଛା ଆଚ୍ଛା, ତୁ ଏତେ ରାଗନି। ମୁଁ ଏବେ ସେ ଗଛ ପାଖରୁ ସୁନା ଘର ଆଣୁଛି। ଏମିତି କହି କାଉ ସେଠାରୁ ଚାଲିଗଲା। ସେ ଯିବା ପରେ ପରେ ଏକ ଚଢ଼େଇ ଆଉ ମିଟୁ କାଉ ସ୍ତ୍ରୀ ପାଖକୁ ଆସିଲେ। କାଉ ଭଉଣୀ, ଏତେ ଶୀଘ୍ର କାଠରେ ଏମିତି ସୁନ୍ଦର ଘର ତୁମେ କେମିତି ତିଆରି କରିପାରିଲ? ଆମକୁ ବି ଟିକେ କୁହ। ବର୍ଷା ହେବା ଆଗରୁ ଆମେ ବି ଏମିତି ମଜବୁତ ଘର ତିଆରି କରିବାକୁ ଚାହୁଁଛୁ। ଏ ଘର ଆମେ କେମିତି ତିଆରି କରିଛୁ ମୁଁ ତମମାନଙ୍କୁ କହିବିନି। ଏଇଟା ଟପ୍ ସିକ୍ରେଟ। ଏବେ ମୁଁ ବହୁତ ଟେନସନରେ ଅଛି। ତମେ ମାନେ ମତେ ବିରକ୍ତ ନ କରି ଏଠୁ ଚାଲିଯାଅ। ଏମିତି କାଉ ସେମାନଙ୍କୁ ଅପମାନ ଦେଇ ସେଠୁ ବାହାର କରିଦେଲା। ମିଟୁ ଆଉ ଚଢ଼େଇ ମନ ଦୁଃଖରେ ସେଠୁ ଚାଲିଗଲେ। ଚଢ଼େଇ, ମତେ ଲାଗୁଛି ଏମାନେ ଆମକୁ କିଛି ଲୁଚଉଛନ୍ତି। ମୁଁ ପ୍ରତିଦିନ ଦେଖେ କାଉ ଜଙ୍ଗଲ ଭିତରକୁ ଯାଏ ଆଉ କିଛି ନା କିଛି ନୂଆ ଜିନିଷ ଆଣେ। ଆଜି ବି ସେ ଯାଇଛି। ଚାଲ ଆଜି ତାର ପଛା କରିବା, ତାପରେ ଯାଇ ଜାଣିପାରିବା ସେ କୋଉଠିକି ଯାଉଛି। ତାପରେ ସେମାନେ କାଉର ପଛେ ପଛେ ଗଲେ। ସେପଟେ ଯାଦୁର ଗଛ କାଉକୁ ଦେଖି କହିଲା, କାଉ, ତୁ ପୁଣି ମୋ ପାଖକୁ କାହିଁକି ଆସିଲୁ? ମୁଁ ତତେ ଗୋଟେ କଥା କହିଦେଉଛି, ବେଶୀ ଲୋଭ କରିବୁନି। ଲୋଭରୁ ପାପ ଆଉ ପାପରୁ ମୃତ୍ୟୁ। ଯାଦୁର ଗଛ, ତୁ ଯୋଉ କାଠ ଘର ମତେ ଦେଇଥିଲୁ, ମୋ ସ୍ତ୍ରୀକୁ ସେ ଘର ଭଲ ଲାଗିଲାନି। ତୁ ସେ ଘରକୁ ସୁନା ଘର କରିଦେ, ନହେଲେ ମୁଁ ତତେ କାଟିଦେବି। ଯାଦୁର ଗଛ ସବୁ କିଛି ଜାଣିପାରିଲା। ସେ ଲୋଭୀ କାଉକୁ କହିଲା, ଆଚ୍ଛା କାଉ, କେବଳ ଘର ସୁନା ଦରକାର ନା ଘର ଭିତରେ ଥିବା ଜିନିଷ ବି ସୁନା ଦରକାର? ହଁ ହଁ, ମୋର ଘର ଭିତରେ ଥିବା ସବୁ ଜିନିଷ ବି ସୁନା କରିଦେ। ଠିକ ଅଛି, ମୁଁ ତ ଘର ଭିତରେ ଥିବା ସବୁ ଜିନିଷକୁ ସୁନା କରିଦେଇଛି। ତୁ ଏବେ ଘରକୁ ଫେରିଯା। କାଉ ଆଉ କିଛି ନ କହି ଘରକୁ ଚାଲିଗଲା। ଏସବୁ ଘଟଣା ଦୂରରୁ ମିଟୁ ଆଉ ଚଢ଼େଇ ବି ଦେଖୁଥିଲେ। ସେମାନେ ତୁରନ୍ତ ଗଛ ପାଖକୁ ଗଲେ। ଗଛ, ଆମେ ଜାଣୁ ତୁମେ ଏକ ଯାଦୁର ଗଛ। ଆମେ କାଉ ଭଳି ଏତେ ଲୋଭୀ ନୁହଁ। ଆମ ଦୁଇ ଜଣଙ୍କ ପାଖରେ ଘର ନାହିଁ।
ଆମକୁ ବି ଏକ ମଜବୁତ କାଠର ଘର ଦିଅ, ଯେମିତି ପୁରା ବର୍ଷା ଦିନ ଆମେ ସେ ଘରେ ରହିପାରିବୁ। ଆଉ ହଁ, ଆମେ ପ୍ରତିଦିନ ତୁମର ଦେଖାଶୁଣା କରିବୁ, ଯେମିତି ଆଉ କେହି ବି ତୁମକୁ କାଟି ପାରିବେନି। ତମ ଦୁଇ ଜଣଙ୍କୁ ଦେଖି ମୁଁ ଜାଣିପାରିଲି ତମେ ମାନେ ବହୁତ ଭଲ। ମୁଁ ତମମାନଙ୍କ ଇଚ୍ଛା ନିଶ୍ଚୟ ପୂରା କରିବି। ଏଇ ନିଅ ଘର। ଏମିତି ସେ ଯାଦୁର ଗଛ ମିଟୁ ଆଉ ଚଢ଼େଇକୁ ବି ଦୁଇଟି କାଠ ଘର ଦେଲା। ସେପଟେ କାଉ ତା ସୁନା ଘର ଭିତରେ ପଶି ଦେଖିଲା ତା ସ୍ତ୍ରୀ ଏକ ସୁନାର ମୂର୍ତ୍ତି ପାଲଟି ଯାଇଛି। ଆରେ ଏ କ'ଣ, ତୁ ମୂର୍ତ୍ତି କେମିତି ପାଲଟି ଗଲୁ? ମତେ ରକ୍ଷା କର, ମୁଁ ଏମିତି ସୁନାର ମୂର୍ତ୍ତି ହେଇ ରହିବାକୁ ଚାହୁଁନି। ମୁଁ କେବଳ କଥା କହିପାରୁଛି, ହେଲେ ଟିକେ ବି ହଲି ପାରୁନି। ମୋର ଆଉ ସୁନା ଦରକାର ନାହିଁ, ଦୟାକରି ମତେ ବଞ୍ଚାଅ, ମୁଁ ମରିବାକୁ ଚାହୁଁନି। ତୁ ଭୟ କରନି, ମୁଁ ଏବେ ସେ ଯାଦୁର ଗଛ ପାଖକୁ ଯାଉଛି। ଯାଦୁର ଗଛ, ମୁଁ ମୋ ଭୁଲ ବୁଝିପାରିଲି। ମୁଁ ଆଉ ତମକୁ କିଛି ବି ମାଗିବିନି। ମୋ ସ୍ତ୍ରୀକୁ ଆଗ ଭଳି କରିଦିଅ। ଦୟାକର ଯାଦୁର ଗଛ, ଦୟାକର। କାଉର ଏପରି ପରିବର୍ତ୍ତନ ଦେଖି ଯାଦୁର ଗଛ ତା ସ୍ତ୍ରୀକୁ ତାର ପୂର୍ବ ରୂପ ଫେରିଦେଲା। ସେ ଯାହା ବି କାଉମାନଙ୍କୁ ଦେଇଥିଲା ସବୁ ନେଇଗଲା। ସେଦିନ ପରଠାରୁ ଦୁଇ କାଉ ଆଉ ଲୋଭ କଲେ ନାହିଁ। ସେମାନେ ତାଙ୍କର ସେଇ ଭଙ୍ଗା ଘରେ ରହିଲେ।